ପୂର୍ବତନ ବିଧାୟକଙ୍କ ଜନ୍ମ ଉତ୍ସବରେ ରକ୍ତଦାନ ଶିବିର ଅନୁଷ୍ଠିତ। ଖଣ୍ଡପଡ଼ା ସହରାଞ୍ଚଳ ଅଧୀନ ସୌମ୍ୟ ବିହାର ପରିସରରେ ସମ୍ବାଦ ଆମ ଓଡ଼ିଶାର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କର ଜନ୍ମଦିବସ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ରକ୍ତଦାନ ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଥିବା ଶ୍ରୀ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ତାଙ୍କର ଅନେକ ଶୁଭେଚ୍ଛୁ ଅନୁଗାମୀ ତଥା ଦଳୀୟ କର୍ମୀ ରକ୍ତଦାନ କରିଛନ୍ତି। ଆମ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରୁ ମୋଟ 52 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଆଜି ପୂର୍ବାହ୍ନରେ ଶ୍ରୀ ପଟ୍ଟନାୟକ ଖଣ୍ଡପଡ଼ାରେ ପହଞ୍ଚିବା ପରେ ସମର୍ଥକମାନେ ପାଛୋଟି ନେଇଥିଲେ। ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ଏହି ଶିବିରରେ ରକ୍ତଦାତାମାନଙ୍କୁ ଉତ୍ସାହିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସଂଗଠକ ଜିତେନ୍ଦ୍ର କୁମାର ରଣସିଂ, ନୟାଗଡ଼ ଜିଲ୍ଲା ବିଜେପି ସଭାପତି ତାପସ ରଞ୍ଜନ ମାର୍ଥା, ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ନୂଆଗାଁ ବ୍ଲକ ଉପାଧ୍ୟକ୍ଷ ପରଶୁରାମ ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟ ରାମେଶ୍ୱର ଶତପଥୀ, ବିଶିଷ୍ଟ ଶିଶୁକବି ଦାସ ବେନୁହୁର, ଧର୍ମେନ୍ଦ୍ର କୁମାର ଧଳ, ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକ, ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ସଂଘ ସଭାପତି ବିନାୟକ ମିଶ୍ର ପ୍ରମୁଖ ବହୁ ନେତା ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଖୋର୍ଦ୍ଧା ରକ୍ତଭଣ୍ଡାର ପକ୍ଷରୁ ଡାକ୍ତର ଜ୍ୟୋତି, ଲ୍ୟାବ୍ ଟେକ୍ନିସିଆନ୍ ଅରୁଣ କୁମାର ସାହୁ ଏବଂ ଶ୍ରୀକାନ୍ତ ସାମନ୍ତସିଂହାର, କାଉନସିଲର ଲକ୍ଷ୍ମୀପ୍ରିୟା ପ୍ରଧାନ, ଷ୍ଟାଫ୍ ନର୍ସ ଝାନ୍ସିରାଣୀ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ। ପରିଶେଷରେ ସୌମ୍ୟ ବିହାର ପରିସରରେ ଉପସ୍ଥିତ ଥିବା ସମସ୍ତ ଶୁଭେଚ୍ଛୁମାନଙ୍କ ଗହଣରେ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କେକ୍ କାଟି ନିଜର 74ତମ ଜନ୍ମଦିବସ ପାଳିଥିଲେ ଏବଂ ଉପସ୍ଥିତ ଥିବା ସମସ୍ତ ଶୁଭେଚ୍ଛୁମାନଙ୍କୁ ଏହିପରି ଜନ୍ମଦିନ ପାଳନ ନିମନ୍ତେ ପ୍ରସ୍ତୁତି କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। କିଛି ସମୟ ପାଇଁ ଏଠାରେ ନିଜର ପ୍ରିୟ ବ୍ୟକ୍ତିଙ୍କୁ ପାଇ ଉପସ୍ଥିତ ଥିବା ରାଜନୈତିକ ପଦାଧିକାରୀ, ଛାମୁଆ ନେତା, ଦଳୀୟ ସଂଗଠକ ଓ ସୌମ୍ୟ ପଟ୍ଟନାୟକଙ୍କ ସହିତ ପ୍ରାୟ କ୍ଷେତ୍ରରେ ଜଡ଼ିତ ଥିବା ବ୍ୟକ୍ତି ବିଶେଷମାନଙ୍କୁ ନେଇ କିଛି ସମୟ ପାଇଁ ବାର୍ତ୍ତାଳାପ ଚାଲୁ ରହିଥିଲା। ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରକୁ ସମ୍ବାଦର ସ୍ଥାନୀୟ ପ୍ରତିନିଧି ଜିତେନ୍ଦ୍ର କୁମାର ସାହୁ ସୁଚାରୁ ରୂପେ ପରିଚାଳନା କରିଥିବା ଦେଖିବାକୁ ମିଳିଥିଲା। ଖଣ୍ଡପଡ଼ାରୁ ସନ୍ତୋଷ କୁମାର ସାହୁଙ୍କ ରିପୋର୍ଟ, ଖଣ୍ଡପଡ଼ା ଖବର। ନିରଞ୍ଜନ ପଛକୁ ଆସୁନ, କାଇଁ ଏ ଭିତରେ ବସିଛ? Long live Sowmyaranja Patnaik, long live! Long live Sowmyaranja Patnaik, long live!